परिस्थिति को सामना करने मु आज गोटे जन्मदात्री माँ होई निजर पिलाटी को रास्ता कड़े फिंगी दे चली जाउछि। मु जानिछि भगवान मते केबे भी क्षमा करिवेनी। वर्षा टिके छाड़ी गलानी एटा मो पई सुवर्ण सुजोग। ए कोन रास्ता कड़े गोटे लोक बसिथिबा देखा जाउछि। हां जाउछि पिलाटी को ता हातरे टेकी दे चली जिबी। हे भगवान पिलाटी रो किछि भूल नाही। मो भूल जोगु पिलाटी आज दंड भोगिबो। तते निश्चय भगवान से हेबे तू निश्चय बंची रहिबू। ए पदकटी को जाउछि जदि भगवान तते बंचा रखନ୍ତି तो सहित मोर देखा हबो। ए पागला दादा मो कथा सुनो ए पिलाटी को मु तुमको जाउछि। ना ना मोर किछि पिला तो दरकार नै मोर तो घर कर किछि नै मु पिलाटी को नै कोन करबी। एमिति कहनी मो हातरे समय नाही मते बहुत दूर जिबाको हेबो। बहुत दूर जिबाको हेबो जाऊ जा एठी छिडा हि काई मोर पिला तो किछि दरकार नै मु तो रास्ता कड़े सोची। सेमिति कहनी धर ए पिलाटी को धर मु जाउछि। गोला तो मां तो छाड़ी नहीं चली गोला तू एइटे सुइना तो मां आसिले तो नहीं दिबो। मां बारे मां गोला पिलाटी को मते नहीं देई चली गोला मु पिलाटी को नहीं कोन करबी। हां ठीक ठीक पिलाटी हमरे खेलीबी पिलाटी को नहीं दिबी। ना पिलाटी कांदिले मु ताको बुझाई परबिनी ताको ए रास्ता कड़े छाई देबी। तू एइटी सुइता
ହୋଇଛିରେ ସରଗର ଶଶୀ ଆମ ଘରେ ହୋଇଛିରେ ସରଗର ଶଶୀ ସରଗର ଶଶୀ ଦେବ ମୁକୁଟ ବରସି ଆମ ଘରେ ହୋଇଛିରେ ସରଗର ଶଶୀ छोट घर पूरी उठे हासरे नुआ नुआ कुआ कुआ कांधरे आम छोट घर पूरी उठे हासरे आम घरे होइछिरे सरगर शशी आम घरे होइछिरे सरगर शशी सरगर शशी देव मुकुट बरसी आम घरे होइछिरे सरगर शशी रखिबो तो नाटी लोके पचारिबे तोर किए बापा माटी जेते बड़ो हेले बितु दादी कोहे बसी जेते बड़ो हेले बितु दादी कोहे बसी सुखे दुखे मोरा तू ही रही देबो हसी हम घरे होइछिरे सरगर शशी
ପିଜୁଳି ଗଛ ଲଗାଇବ ପିଜୁଳି ମାଉସୀ ଆମେ ମାନେ ପିଲା ଲୋକ ଆମକୁ ଗୋଟିଏ ଗୋଟିଏ ପିଜୁଳି ଦେଲେ କଣ ପିଜୁଳି ସରିଯିବ? ହଁ ଟିକିଲି ଆପା ଗଛରେ ଏତେ ପିଜୁଳି ଧରିଛି ଯେ ଗଛର ଡାଳ ଭାଙ୍ଗିଯିବ। ଗଛକୁ ଅଣପେଇଶାଉଡା ଖୁଣ୍ଟି ପକେଇଲେ ରେ କାଲି ମତେ ସବୁ ଗଛରେ ଛେପ ପକେଇବା ପାଇଁ ପଡିବ। ମାଉସୀ ମାଉସୀ ଗଛରେ ଏତେ ପିଜୁଳି ଧରିଛି ତୁମେ କରିବ କଣ? ତମେ ଯଦି ପିଜୁଳି ନ ଦବ ଆମେ ଲୁଚି ଲୁଚି ଆସି ଖାଇଦେବୁ। କଣ କହିଲୁ? ବାଡିରେ ପଶି ପିଜୁଳି ଖାଇବ ମୋ ଠେଙ୍ଗା? ମାଉସୀ ଆମେ ପିଜୁଳି ଖାଇବୁ ମାନେ ଖାଇବୁ। ଆମ ଗାଁର ପିଜୁଳି ଗଛ ଆମ ଗାଁ ପାଣି ପବନରେ ବଡ ହେଇଛି। ଆମେ ପିଜୁଳି ଖାଇବୁ ମାନେ ଖାଇବୁ। ଦେଖ ଲୋ ମାଇପେ ଦେଖ ଏ ଅଙ୍ଗିନି ଜଣ୍ଡିକୁ ଦେଖ କହୁଛି କଣ ତାଙ୍କ ଗାଁର ପିଜୁଳି ଗଛ। ଦେଖିବା କେମିତି ତୁ ପିଜୁଳି ଖାଇବୁ। ଏଇ ଠେଙ୍ଗାରେ ତୋ ମୁଣ୍ଡକୁ ହଟାଇଲେ
ସେଇଥିପାଇଁ ତ ମୁଁ ତାକୁ ଖୋଜୁଛି। ଆଲୋ ପୁତୁଳି, ତୁ କହିଲୁ ରଘୁ ବୁଢା ତ ପିଲା ପୁଲି ନଥିଲେ, ସେ ଝିଅଟାକୁ ସେ ଆଣିଲା କୋଉଠୁ? ତୁମେ ଜାଣିନ ନା? ରଘୁ ବୁଢା ସେ ଝିଅକୁ ରାସ୍ତା କଡ଼ରୁ ପାଇ ଆଣି ବାରି ବସି ଏଡିଏ କଲାଣି। ଓ ସେଇଥିପାଇଁ ସେ ଅଣ୍ଡିରା ଭଳି ଯାଉଛି। ତାକୁ ଅଂଶ ବୁନିଆନ୍ତି ଠିକ ନାହିଁ, ତା ବାପା ମା ତ ଜଣା ନାହିଁ। ବୁଝିଲୁ, ସେ ଝିଅକୁ ଯିଏ ବୋହୂ କରିବ ସେ ଚାରି ମନ୍ଦିର ଯିବ। ଭାବୁଇ ନନା, ସେ ଝିଅକୁ କିଏ ବାହା ହବ? ବାପର ଘର ଚଳେଇବାକୁ ତ ତେଲ ନାହିଁ, ଅଡ଼ିଏ ଖାଇଲେ ଦିଓଳି ଉପାସ। ବାହା ଦେଇ ପାରିବନି, ସେ ଅଣ୍ଡିରି ଚଣ୍ଡିକୁ ପାଳିଛି କାହିଁକି? ଚାଲ ପୁତୁଳି, ତା ଝିଅର ଗୁଣ ସବୁ ତା ବାପାଙ୍କ ଘରେ କହିବା। ସେ ବିଚାର କରୁ ତା ଝିଅ ଗାର୍ଡେନ କଣ ସବୁ ଲୀଳା କରୁଛି। ମଉସା, ଡାଳ କୁଆଡୁ ଆଣିଲ? ଡାଳ କଣ କରିବି ଜାଣିପାରୁନ? ଡାଳ କଣ ଚାଲି ଖାଇବେ? କାହା ବାଡ଼ିରୁ ଆଣିଲ? ସରକାରୀ ଗଛରୁ। ଆଉ କଣ ଭାବିଛୁ? ମୁଁ କଣ ବାଡ଼ିରୁ ଗୋଟି ଡାଳ ଆଣିଛି? ସରକାରଙ୍କ ଗଛ କଣ ତୁମ ବାପାର ଗଛ? ଜାଣିଛ, ସରକାରଙ୍କ ଗଛ ଡାଳ ଆଣିବା ପାଇଁ ସରକାର କେଉଁ ନିୟମ ଦେଇଛନ୍ତି? ତୁ ଝିଅ ପିଲାଟା, ମତେ ତୁ ଆଇନ ଦେବୁ ଦେଖଉଛୁ। ଗାଲେ ଚିପୁଦେଲେ କ୍ଷୀର ବାହାରିବ, ତ ମୁଖଟା କଣ? ଆରେ ମୋ ବାପାଙ୍କ ନାମ ଜାଣିବା ପୂର୍ବରୁ ଆଗେ ତୁମେ କୁହ, ତୁମେ ସରକାରଙ୍କ ଗଛରୁ ଡାଳ ହାଣିଲ କାହିଁ? ଡାଳ ହାଣିନି ତ ବୋପାର କଣ ହେଲା? ଏ ଗଛ ତୁ ଲଗାନି ତ ତୁ ବୋପାର ଖାଇଛି। କହୁଛି ପଣା, ଡାଳ କଣ ଛେଳି ଖାଇବେ? ଆରେ ଛେଳିକୁ ଖାଦ୍ୟ ଦେବା ଦାୟିତ୍ୱ ହେଲା ତୁମର। ତୁମେ ଗଛ କାଟି ଗଛକୁ ନଷ୍ଟ କରୁଛ କାହିଁକି? ଜାଣିଛ, ସରକାର କେତେ ଟଙ୍କା ଖର୍ଚ୍ଚ କରି ଗଛ ଲଗାଉଛନ୍ତି? ଗଛ ଆମର ବନ୍ଧୁ। ଗଛ ନଷ୍ଟ ହେଲେ ଆମ ପରିବେଶ ନଷ୍ଟ ହବ, ଆଉ ପରିବେଶ ନଷ୍ଟ ହେଲେ ଆମେ ବହୁ ରୋଗର ଆକ୍ରାନ୍ତ ହେବୁ। ଏଇ, ମତେ ତୁ ଉପଦେଶ ଦଉଛୁ? ଜାଣିଛୁ ମୁଁ କିଏ? ଗାଁର ମୁଖିଆ। ଜାଣି ତୋର କଣ କରିପାରିବି? ହଁ, ମୁଁ ଜାଣିଛି। ତମେ ମୋର କିଛି କରିପାରିବନି। ଅନ୍ୟାୟ କରି ମତେ ପୁଣି ନାଲି ଆଖି ଦେଖାଉଛ? ମୁଁ ତୁମ ନାଲି ଆଖି ଦେଖି ଡରିଯିବି। ହଁ, ଡରିବୁ କାହିଁକି? ଯାହାର ବାପା ମା ଠିକଣା ନାହିଁ, ସେ ଅନ୍ୟକୁ ଡରିବ କାହିଁକି? ମଉସା, ମୋ କଥା ମାନ, ଗଛ ଲଗାଅ। ଗଛ ରହିଲେ ଆମେ ସୁସ୍ଥ ରହିବା। ତୋରା ଗୋଟିଏ ଝିଅ ପିଲା ମତେ ଉପଦେଇ ଚାଲିଗଲା ନା, ଏହାର ମତେ ପ୍ରତିଶୋଧ ନେବାକୁ ପଡିବ। ଏ ଅଣ୍ଡିରି ଚଣ୍ଡିକି ଏମିତି ପେମେଣ୍ଟ ଦେବି ଯେ ଅଖାଦୁଥିବ, ମୋ ଗୁଣ ଗାଉଥିବ। କାନ୍ଦି କାନ୍ଦି ଦିନ ସରିବନି। ମୋ ନାଁ ଡରି, ମୁଁ ଯିବିନି କେବେ ଆରି। ମୁଣ୍ଡଟା କଣ ହେଇଯାଉଛି ଯେ ଆଉ ଚାଲିବନି। ଏ କଣ ଗୋଟେ ବୁଢା ଲୋକଟେ ଶୋଇଛନ୍ତି? କଣ ହୋଇଛି? ଆରେ ଇଏ ତ ଆମ ସାର୍। ବହୁ ଦିନ ପୂର୍ବରୁ ତାଙ୍କୁ ପାଠ ପଢାଇଥିଲି। ତୁ କିଏ ରେ ମା? ମୁଁ ତତେ ଜାଣିପାରୁନି। ମୁଁ ହେଉଛି ଟିକିନି, ରଘୁ ପ୍ରଧାନଙ୍କ ଝିଅ। ମତେ ଆପଣ ଚିହ୍ନି ପାରୁନାହାନ୍ତି? ମତେ ଆପଣ ବହୁ ଦିନ ପୂର୍ବରୁ ପାଠ ପଢାଇଥିଲେ, ହେଲେ ସାର୍ ଆପଣ ଯାଉଥିଲେ କୁଆଡେ? କୁଆଡେ ଆଉ ଯିବି ରେ ମା? ଆଜକୁ ଅବସର ନେବାର 10 ବର୍ଷ ହେଇଗଲାଣି। ମୋ ପେନ୍ସନ ପେପରଟା ପ୍ରସ୍ତୁତ ହେଇପାରିଲା ନାହିଁ। ଅଫିସକୁ ଯାଇ ନେଇଥିଲି ଯେ ଅଫିସର ବାବୁ କହିଲେ 5,000 ଟଙ୍କା ନଦେଲେ ମୋ ପେନ୍ସନ ପେପର ପ୍ରସ୍ତୁତ ହେଇପାରିବ ନାହିଁ। ସେଇଥିପାଇଁ ଆଜି ଅଫିସକୁ ଯାଇଥିଲି ଯେ ଅଫିସର ବାବୁ କହିଲେ 5,000 ଟଙ୍କା
रे